ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରତିହାର ଦିନକୁ ଦିନ ମଜବୁତ ହେବାକୁ ଲାଗିଛି। ଏମିତି ଏକ ଛବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୂଟନୈତିକ ନୀତିରୁ ଅନୁମାନ କରାଯାଉଛି। ବିକଶିତ, ବିକାଶଶୀଳ ଓ ଅଣବିକଶିତ ଦେଶଗୁଡ଼ିକ ଭାରତର ଉଦାର ଅର୍ଥନୀତି ପ୍ରତି ଗଭୀର ଆସ୍ଥା ପ୍ରକଟ କରିଛନ୍ତି। ଭାରତର ବୈଦେଶିକ ନୀତି ସାରା ବିଶ୍ୱକୁ ଗୋଟିଏ ଛାତ ତଳେ ସୁରକ୍ଷିତ ରଖିବାକୁ ଉପଯୁକ୍ତ। ଏହି ପରିପ୍ରେକ୍ଷୀରେ ମିଳିତ ଜାତିସଂଘରେ ଭାରତର ସ୍ଥିତିକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି ବୋଲି ଅଧିକାଂଶ ଦେଶ ମିଳିତ ଜାତିସଂଘର ସାଧାରଣ ବୈଠକରେ ମତାମତ ପ୍ରଦାନ କରିଛନ୍ତି। ସମସ୍ତେ ଜାଣନ୍ତି, ସାଧାରଣ ପରିଷଦ ଓ ନିରାପତ୍ତା ପରିଷଦ ମିଳିତ ଭାବେ ଯାହା କରି ନ ପାରିବେ, ନିରାପତ୍ତା ପରିଷଦର କେବଳ ସ୍ଥାୟୀ ସଦସ୍ୟମାନେ ଏକାଠି ହୋଇଗଲେ ତାହା ଆରାମରେ କରିଦେଇପାରିବେ। ଖାସ୍ ସେଇଥିପାଇଁ ବିଶ୍ୱପୃଷ୍ଠରୁ ଆତଙ୍କୀ ଲୋପ କରିବା ଅସମ୍ଭବ ହୋଇପଡ଼ିଛି। ଆତଙ୍କୀ ସଂଗଠନର ଭୂସ୍ୱର୍ଗ ରୂପେ ପରିଚିତ ପାକିସ୍ତାନ ଉପରେ ଚୀନର ଆଶୀର୍ବାଦ ଥିବାରୁ ମିଳିତ ଜାତିସଂଘରେ ଭାରତକୁ ପ୍ରତିଥର ନିରାଶ ହେବାକୁ ପଡ଼ୁଛି। ସମୟ ଆସିଛି, ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପଡ଼ିବ। ଯଦି ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯାଏ, ତେବେ ଭାରତକୁ ଗୋଟିଏ ସ୍ଥାୟୀ ଆସନଟିଏ ମିଳିଯିବାର ଆଶଙ୍କା ଉପୁଜିଛି। ମିଳିତ ଜାତିସଂଘର 80ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯାଇପାରେ। ଏମିତି ଏକ ଚିଠା ପ୍ରସ୍ତାବ ଉପରେ ସାଧାରଣ ପରିଷଦରେ ଆଲୋଚନା ହୋଇଥିଲା। ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟଙ୍କ ସଂଖ୍ୟା 8କୁ ବୃଦ୍ଧି କରାଯିବାର ରହିଛି। ଏବେ ନିରାପତ୍ତା ପରିଷଦରେ ସ୍ଥାୟୀ ସଭ୍ୟଙ୍କ ସଂଖ୍ୟା 5 ରହିଛି। ଫ୍ରାନ୍ସ, ରୁଷିଆ, ଯୁକ୍ତରାଷ୍ଟ୍ର ଆମେରିକା, ପର୍ତ୍ତୁଗାଲ ଓ ବ୍ରିଟେନ ଭାରତକୁ ସ୍ଥାୟୀ ସଭ୍ୟ ଭାବେ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ପୃଥିବୀର ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି ବୋଲି ଅଧିକାଂଶ ସଭ୍ୟ ଦେଶ ମତାମତ ପ୍ରଦାନ କରିଥିଲେ। ଆଙ୍ଗୋଲା ରାଷ୍ଟ୍ରପତି ଜୋଆଓ ଲୋରେନ୍କୋ ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟ କଳେବରକୁ ତୁରନ୍ତ ବୃଦ୍ଧି କରାଯାଉ ବୋଲି କହିଛନ୍ତି। ରାଷ୍ଟ୍ରପତି ଲୋରେନ୍କୋ ଆଫ୍ରିକା, ଲାଟିନ ଆମେରିକା, ମଧ୍ୟପ୍ରାଚ୍ୟ ଓ ଭାରତ ଉପମହାଦେଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଚିଲି ରାଷ୍ଟ୍ରପତି ଗାବ୍ରିଏଲ ବୋରିକ୍ ଲାଟିନ ଆମେରିକା ଭିତରୁ ବ୍ରାଜିଲ, ଭାରତ ଓ ଆଫ୍ରିକା ମହାଦେଶ ଭିତରୁ ଯେକୌଣସି ଗୋଟିଏ ଦେଶକୁ ସ୍ଥାୟୀ ସଭ୍ୟ ତାଲିକାଭୁକ୍ତ କରିବା ପାଇଁ ଯୁକ୍ତି ବାଢ଼ିଥିଲେ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ୍ କହିଛନ୍ତି ଯେ ଯଦି ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟଙ୍କ ସଂଖ୍ୟା ବୃଦ୍ଧି କରିବାକୁ ପଡ଼େ, ତେବେ ଜର୍ମାନୀ, ଜାପାନ, ଭାରତ ଓ ବ୍ରାଜିଲକୁ ସ୍ଥାୟୀ ସଭ୍ୟ ଭାବେ ଗ୍ରହଣ କରିବା ଉଚିତ ହେବ। ରୁଷିଆ, ବ୍ରାଜିଲ ଓ ଭାରତକୁ ସ୍ଥାୟୀ ସଭ୍ୟ ଭାବେ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି। ତେବେ ଖୁବ୍ ଶୀଘ୍ର ଭାରତର ଏହି ଅଭିଳାଷ ପୂରଣ ହୋଇପାରିବ କି? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଦେଶକୁ ଗସ୍ତ କରୁଛନ୍ତି, ବିଭିନ୍ନ ରାଜନେତାଙ୍କ ସହିତ ଆଲୋଚନା କରୁଛନ୍ତି। ସେ ତାଙ୍କରି ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ଭିତରେ ମିଳିତ ଜାତିସଂଘରେ ସ୍ଥାୟୀ ଆସନଟିଏ ଭାରତ ପାଇଁ କରିଦେଇପାରିବେ ବୋଲି ଆଶା ରଖିଛନ୍ତି। ତେବେ ତାଙ୍କର ଆଶା କେତେ ଦୂର ପୂର୍ଣ୍ଣ ହେବ, ତାହା ଆଗାମୀ ଦିନରେ ଜଣାପଡ଼ିବ।